ଥରେ ରାଜା ବଳି ସମୟ ବିତାଇବା ପାଇଁ ଏକାନ୍ତ ସ୍ଥାନରେ ଗଧ ଉପରେ ଲୁଚି ରହିଥିଲେ। ଦେବରାଜ ଇନ୍ଦ୍ର ତାଙ୍କୁ ଭେଟିବା ପାଇଁ ତାଙ୍କୁ ଖୋଜୁଥିଲେ। ଦିନେ ଇନ୍ଦ୍ର ତାଙ୍କୁ ଖୋଜି ବାହାର କଲେ ଏବଂ ତାଙ୍କ ଲୁଚିବାର କାରଣ ଜାଣି ତାଙ୍କୁ କାଳର ମହତ୍ତ୍ୱ ବୁଝାଇଲେ। ଏହା ସହିତ ତାଙ୍କୁ ତତ୍ତ୍ୱଜ୍ଞାନର ବୋଧ ମଧ୍ୟ କରାଇଲେ। ସେହି ସମୟରେ ରାଜା ବଳିଙ୍କ ଶରୀରରୁ ଏକ ଦିବ୍ୟ ରୂପାତ୍ମା ସ୍ତ୍ରୀ ବାହାରିଲେ। ତାଙ୍କୁ ଦେଖି ଇନ୍ଦ୍ର ପଚାରିଲେ, ଦୈତ୍ୟରାଜ, ଏହି ସ୍ତ୍ରୀ କିଏ? ଦେବୀ, ମାନୁଷୀ ଅଥବା ଆସୁରୀ ଶକ୍ତି ମଧ୍ୟରୁ କେଉଁ ଶକ୍ତି? ରାଜା ବଳି କହିଲେ, ଦେବରାଜ, ଏହି ଦେବୀ ତିନୋଟି ଶକ୍ତି ମଧ୍ୟରୁ କେହି ନୁହନ୍ତି। ଆପଣ ନିଜେ ପଚାରି ନିଅନ୍ତୁ। ଇନ୍ଦ୍ରଙ୍କ ପଚାରିବା ପରେ ସେହି ଶକ୍ତି କହିଲେ, ଦେବେନ୍ଦ୍ର, ମୋତେ ନା ତ ଦୈତ୍ୟରାଜ ବଳି ଜାଣନ୍ତି କି ନା ତୁମେ କିମ୍ବା ଅନ୍ୟ କୌଣସି ଦେବଗଣ। ପୃଥିବୀ ଲୋକରେ ଲୋକେ ମୋତେ ଅନେକ ନାମରେ ଡାକନ୍ତି, ଯେପରି ଶ୍ରୀ, ଲକ୍ଷ୍ମୀ ଆଦି। ଇନ୍ଦ୍ର କହିଲେ, ଦେବୀ, ଆପଣ ଏତେ ସମୟ ଧରି ରାଜା ବଳିଙ୍କ ପାଖରେ ଅଛନ୍ତି, କିନ୍ତୁ ଏହାର କାରଣ କ'ଣ ଯେ ଆପଣ ଏମାନଙ୍କୁ ଛାଡ଼ି ମୋ ଆଡ଼କୁ ଆସୁଛନ୍ତି? ଲକ୍ଷ୍ମୀ କହିଲେ, ଦେବେନ୍ଦ୍ର, ମୋତେ ମୋ ସ୍ଥାନରୁ କେହି ହଟାଇ ପାରିବେ ନାହିଁ କି ବିଚଳିତ କରିପାରିବେ ନାହିଁ। ମୁଁ ସମସ୍ତଙ୍କ ପାଖକୁ କାଳ ଅନୁସାରେ ଆସେ ଯାଏ। ଯେପରି କାଳର ପ୍ରଭାବ ଥାଏ, ମୁଁ ସେତିକି ସମୟ ପର୍ଯ୍ୟନ୍ତ ତାଙ୍କ ପାଖରେ ରହେ। ଅର୍ଥାତ୍ ମୁଁ ସମୟ ଅନୁସାରେ ଜଣକୁ ଛାଡ଼ି ଅନ୍ୟ ଜଣଙ୍କ ପାଖରେ ନିବାସ କରେ। ଇନ୍ଦ୍ର କହିଲେ, ଦେବୀ, ଆପଣ ଅସୁରମାନଙ୍କ ପାଖରେ କାହିଁକି ନିବାସ କରନ୍ତି ନାହିଁ? ଲକ୍ଷ୍ମୀ କହିଲେ, ଦେବେନ୍ଦ୍ର, ମୋର ନିବାସ ସେହିଠାରେ ହୁଏ ଯେଉଁଠାରେ ସତ୍ୟ ଥାଏ, ଧର୍ମ ଅନୁସାରେ କାର୍ଯ୍ୟ ହୁଏ, ବ୍ରତ ଓ ଦାନ ଦେବାର କାର୍ଯ୍ୟ ହୁଏ। କିନ୍ତୁ ଅସୁରମାନେ ଭ୍ରଷ୍ଟ ହେଉଛନ୍ତି। ସେମାନେ ପୂର୍ବରୁ ଇନ୍ଦ୍ରିୟମାନଙ୍କୁ ବଶରେ ରଖିପାରୁଥିଲେ, ସତ୍ୟବାଦୀ ଥିଲେ, ବ୍ରାହ୍ମଣମାନଙ୍କୁ ରକ୍ଷା କରୁଥିଲେ। କିନ୍ତୁ ବର୍ତ୍ତମାନ ସେମାନଙ୍କର ଏହି ଗୁଣଗୁଡ଼ିକ ନଷ୍ଟ ହେଉଛି। ଏମାନେ ତପ ଉପବାସ କରନ୍ତି ନାହିଁ। ଯଜ୍ଞ, ହବନ, ଦାନ ଆଦି ସହିତ ଏମାନଙ୍କର କୌଣସି ସମ୍ବନ୍ଧ ବାକି ନାହିଁ। ପୂର୍ବରୁ ସେମାନେ ରୋଗୀ, ସ୍ତ୍ରୀଲୋକ, ବୃଦ୍ଧ, ଦୁର୍ବଳ ଲୋକଙ୍କୁ ରକ୍ଷା କରୁଥିଲେ, ଗୁରୁଜନମାନଙ୍କୁ ଆଦର କରୁଥିଲେ, ଲୋକଙ୍କୁ କ୍ଷମାଦାନ ଦେଉଥିଲେ। କିନ୍ତୁ ବର୍ତ୍ତମାନ ଅହଙ୍କାର, ମୋହ, ଲୋଭ, କ୍ରୋଧ, ଆଳସ୍ୟ, ଅବିବେକ, କାମ ଆଦି ଏମାନଙ୍କ ଶରୀରରେ ସ୍ଥାନ କରିନେଇଛି। ଏହି ଲୋକମାନେ ପଶୁ ତ ପୋଷନ୍ତି, କିନ୍ତୁ ସେମାନଙ୍କୁ ଚାରା ଖୁଆନ୍ତି ନାହିଁ। ସେମାନଙ୍କର ପୂରା ଦୁଧ ବାହାର କରି ନିଅନ୍ତି ଏବଂ ପଶୁଙ୍କର ଛୁଆମାନେ ଭୋକରେ ଚିତ୍କାର କରି ମରିଯାଆନ୍ତି। ଏମାନେ ନିଜେ ପିଲାଙ୍କର ଲାଳନ ପାଳନ କରିବା ଭୁଲି ଯାଉଛନ୍ତି। ଏମାନଙ୍କ ମଧ୍ୟରେ ପାରସ୍ପରିକ ଭାଇଚାରା ଶେଷ ହୋଇଯାଇଛି। ଲୁଟ୍, ଖସଡ଼, ହତ୍ୟା, ବ୍ୟଭିଚାର, କଳହ, ସ୍ତ୍ରୀ ଲୋକଙ୍କର ପବିତ୍ରତା ନଷ୍ଟ କରିବା ହିଁ ଏମାନଙ୍କର ଧର୍ମ ହୋଇଯାଇଛି। ସୂର୍ଯ୍ୟୋଦୟ ପରେ ବି ଶୋଇବା କାରଣରୁ ସ୍ନାନ ଓ ଧ୍ୟାନରୁ ଏମାନେ ବିମୁଖ ହେଉଛନ୍ତି। ତେଣୁ ମୋ ମନ ଏମାନଙ୍କଠାରୁ ବିରକ୍ତ ହୋଇଗଲା। ଦେବତାମାନଙ୍କର ମନ ବର୍ତ୍ତମାନ ଧର୍ମରେ ଆସକ୍ତ ହେଉଛି। ତେଣୁ ବର୍ତ୍ତମାନ ମୁଁ ଏମାନଙ୍କୁ ଛାଡ଼ି ଦେବତାମାନଙ୍କ ପାଖରେ ନିବାସ କରିବି। ମୋ ସହିତ ଶ୍ରଦ୍ଧା, ଆଶା, କ୍ଷମା, ଦୟା, ଶାନ୍ତି, ସନ୍ତତି, ଧୃତି ଏବଂ ବିଜିତ ଏହି 8ଟି ଦେବୀ ମଧ୍ୟ ନିବାସ କରିବେ। ଦେବେନ୍ଦ୍ର, ବର୍ତ୍ତମାନ ଆପଣ ଜାଣିଥିବେ ଯେ ମୁଁ ଏମାନଙ୍କୁ କାହିଁକି ଛାଡ଼ିଛି। ଏହା ସହିତ ଆପଣଙ୍କୁ ଏମାନଙ୍କର ଦୁର୍ଗୁଣଗୁଡ଼ିକ ବିଷୟରେ ମଧ୍ୟ ଜ୍ଞାନ ହୋଇଥିବ। ତେବେ ଇନ୍ଦ୍ର ଲକ୍ଷ୍ମୀଙ୍କୁ ପ୍ରଣାମ କଲେ ଏବଂ ତାଙ୍କୁ ଆଦର ସହିତ ସ୍ୱର୍ଗକୁ ନେଇଗଲେ।